বলে বিদ্যুৎ প্রভা দেবী সারা জীবন জীবন রূপক সমুদ্রକୁ মন্থন କରି ହୁଏତ ବିଷ ପିଇଥିବେ, କିନ୍ତୁ ଏ ଜାତି ପାଇଁ, ଆମ ପାଇଁ, ତାଙ୍କର ଦାୟାଦମାନଙ୍କ ପାଇଁ ଯେଉଁ ଅମୃତତକ ଛାଡ଼ି ଦେଇଛନ୍ତି, ଆଜି ତାକୁ ହିଁ ଆମେ ଆସ୍ୱାଦନ କରୁଛୁ। ତେଣୁ ଆମ ଭିତରେ ସେ ଉଜ୍ଜୀବିତ ଅଛନ୍ତି। କବିତା ଯେକୌଣସି ଲେଖା ସେ କବିକୁ ଚିରକାଳର କରି ବଞ୍ଚି ରଖେ। ଆଜି ତାହା ହିଁ ସମ୍ଭବ ହୋଇପାରିଛି। ତେଣୁ ଏହି ଅବସରରେ ସର୍ବପ୍ରଥମେ ଆମ ଆତ୍ମିକ ଲୋକରେ ଆମ ଭିତରେ ଉଜ୍ଜୀବିତ ଥିବା, ବଞ୍ଚି ରହିଥିବା ସେହି ଦିବ୍ୟ ସାଧିକାଙ୍କୁ ମୁଁ ଭକ୍ତିପୂତ ପ୍ରଣାମ ଜଣାଉଛି। ଯେଉଁ ଅନୁଷ୍ଠାନରେ ଛିଡ଼ା ହେଇ ଦୁଇ ପଦ କଥା କହିବାର ସୁଯୋଗ ପାଇଛି, ସେହି ଅନୁଷ୍ଠାନର ସ୍ମରଣୀୟ ଆରାଧ୍ୟା ରମାଦେବୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରୁଛି। ବିଦ୍ୟୁତ୍ ପ୍ରଭା ଆମ ଭିତରେ ଅଛନ୍ତି। ମୋର ମନେ ପଡ଼େ এই মর্মরে কবিতা পদে যে কবিটিଏ মরিপারেনি। কবিটির অবর্তমান তো ନାହିଁ, সে চিরবর্তমান। কারণ কুহযাই যে ফুলর মরণ কাহি বারম্বার বাস দিয়ে ফুলকু জিয়াই, ফুলর মরণ কাহি বারম্বার বাস দিয়ে ফুলকু জিয়াই, কবির মরণ কাহি কবিতার ধাড়িটিଏ ଛାତି ତଳେ ବହୁଥାଏ, କବିତାର ଧାଡ଼ିଟିଏ ଛାତି ତଳେ ବହୁଥାଏ, ସତେ ଅବା ଚିରସ୍ରୋତା ନଈ, ସତେ ଅବା ଚିରସ୍ରୋତା।